ପୂଜା ହଉଛି ଏ ପୂଜା କରିକି ଚୈତି ରାୟଗଡ଼ା ଜୀବନ ଡିଷ୍ଟ୍ରିକ୍ଟ ଲେଭେଲକୁ ଅନ୍ୟ ଅନ୍ୟ ବିଭିନ୍ନ ଯାଇଛି କିନ୍ତୁ ଅକ୍ଷର ବ୍ରହ୍ମ ଏହା ହଉଛି ପ୍ରଥମ ଯୋଉଟାକି ଚୈତିରେ ସ୍ଥାପନ ହବ ଏବଂ ପୂଜାପୂଜି ଯାହା ଅଛି ରହିବ କିନ୍ତୁ ଏଇଟା ପରମ୍ପରା ବଜାୟ ରଖିଛୁ ସେ ପରମ୍ପରା ନାଚ ଗୀତ ପରମ୍ପରା ନୁହେଁ ଆମର ଭାଷା ସାହିତ୍ୟ ଏବଂ ଆମର ଯୋଉ ପୂଜା ପଦ୍ଧତି ଆମର ଯୋଉ ଦେବଦେବୀ ଯେ ବିଭିନ୍ନ ଅଛି ଏଇଟା ବିଚିତ୍ର ଏଇଟା ବିଚିତ୍ର ଯେ ଅକ୍ଷରକୁ ପୂଜା କରିବା ହଉଛି ଭାରତରେ ବୋଧେ ଏଇଟା ପ୍ରଥମ ଭାରତରେ ପ୍ରଥମ ଏଇଟା ହଉଛି ଅକ୍ଷର ବ୍ରହ୍ମ ଏବଂ ଶୂନ୍ୟ ବ୍ରହ୍ମ ତ ରହିଲା ଆପଣଙ୍କର ଜୋରଣ୍ଡାରେ ଏବଂ ଦାରୁ ବ୍ରହ୍ମ ରହିଲା ପୁରୀରେ ମାନେ ଏସବୁ ବ୍ରହ୍ମ ଉପରେ ଘୋଷଣା କରିବା ଉଚିତ ମଧ୍ୟ ଏବଂ ଅକ୍ଷର ବ୍ରହ୍ମ ଏମିତି ଗୋଟେ ଶବ୍ଦ ଯୋଉଟାକି ଆଜି ପର୍ଯ୍ୟନ୍ତ ଆମେ ଭାବି ପାରୁନୁ ଅକ୍ଷରକୁ ଭଗବାନ ହିସାବରେ ପୂଜା କରୁଛୁ କାହିଁକି 21ଟି ଅକ୍ଷର 24 ଅକ୍ଷର ରହିଲା ଆମର 24 ଅକ୍ଷର ପ୍ରତ୍ୟେକ ଭଗବାନଙ୍କର ପ୍ରଥମ ଅକ୍ଷରକୁ ନେଇକି ଆଣିକି 24ଟା ଅକ୍ଷର ହେଲା ସେ 24 ଅକ୍ଷରକୁ ରଖିଲା 24 ଅକ୍ଷର ତାକୁ ଭଗବାନ ହିସାବରେ ପୂଜା କରୁଛୁ ଅର୍ଥାତ୍ ଗୋଟିଏ ଅକ୍ଷରକୁ ଆମେ ପୂଜା କରୁଛୁ ଆମେ ଯେତିକି ସହରରେ ଯେତିକି ଦେବଦେବୀ ଅଛନ୍ତି ତାକୁ ଆମେ ପୂଜା କରୁଛୁ ତେଣୁ ମୁଁ ଭାବୁଛି ଏଭଳି ଗବେଷଣା ଗୋଟେ ଆବଶ୍ୟକ ଯୋଉ ଗବେଷଣା ଆଜି ପର୍ଯ୍ୟନ୍ତ ବହୁତ କମ୍ କରିଛନ୍ତି ହେଲା ଜଣେ ଗବେଷଣା ମୁଁ କରୁଛି ଯିବା ଯେହେତୁ ଆମେ ସେ ପରମ୍ପରା ଭିତରେ ଆସିଛୁ ଏବଂ ଅକ୍ଷର ପୁଣି ସୁଟିଲା ଆମ ଗାଁର ପାହାଡ଼ ଯୋଉ ଅଛି ସେଠି ଏବଂ ଏଠି ଅକ୍ଷର ବ୍ରହ୍ମ ପୂଜା ହେଉଛନ୍ତି ଏ ଦୁଇଟି ସମୟ ରହିଛି ଏବଂ ଏ ଦୁଇଟାର ମିଶ୍ର ପ୍ରଭାବ ରହିବ ଏବଂ ସେ